ଚାଲନ୍ତୁ ଆଜି ବନେଇବା ଖ୍ରୀଷ୍ଟମାସ ଉପଲକ୍ଷେ ବିନା ଅଣ୍ଡା ବିନା ଓଭେନରେ ସିମ୍ପଲ ଚକୋଲେଟ୍ କେକ୍। ସେଥିପାଇଁ ମୁଁ ଏଠି 2 କପ୍ କ୍ଷୀର ନେଉଛି। ସବୁ ଜିନିଷ ମାପ କରିବା ପାଇଁ ଗୋଟେ ଜାଗା ସେଟ୍ କରିନେବେ। ସେଇ କପ୍ରେ ହିଁ 1 କପ୍ ଚିନି ନେଉଛି, ଅଧା କପ୍ ରିଫାଇନ୍ ତେଲ ନେଉଛି, 3 କପ୍ ମଇଦା ନେଉଛି। ଆପଣ ମଇଦା ଜାଗାରେ ସୁଜି ମଧ୍ୟ ନେଇପାରିବେ। ସବୁ ଜିନିଷ ମାପ କରିବା ପାଇଁ ଗୋଟିଏ ଗିନା କିମ୍ବା କପ୍ ସେଟ୍ କରିନେବେ। ଯଦି ଆପଣଙ୍କର ଭାଗ ମାପ ଠିକ୍ ରହିବ ତାହେଲେ କେକ୍ଟି ପୁରା ପରଫେକ୍ଟ ରହିବ। 1/4 କପ୍ କୋକୋ ପାଉଡର ନେଉଛି। ମଇଦା ସହିତ କୋକୋ ପାଉଡରକୁ ଭଲ ଭାବରେ ମିକ୍ସ କରିଦେବା। ଆଗରୁ ଯେଉଁ କ୍ଷୀରରେ ଆମେ ଚିନି ମିଶାଇଥିଲେ ସେହି କ୍ଷୀରରେ ଭଲ ଭାବରେ ମଇଦା ଏବଂ କୋକୋ ପାଉଡରକୁ ମିକ୍ସ କରିଦେବା। ବ୍ୟାଟର ଟିକେ ବହଳିଆ ଲାଗୁଛି, ଆଉ ଟିକେ କ୍ଷୀର ଦେଇକି ଭଲ ଭାବରେ ମିକ୍ସ କରିଦେବା। ମୋର ଏଠି 3 କପ୍ ମଇଦା ପାଇଁ ଟୋଟାଲ 3 କପ୍ କ୍ଷୀର ଲାଗିଲା। ବ୍ୟାଟରର କନସିଷ୍ଟେନ୍ସି ଏହିପରି ରହିବ। ମୁଁ ଏଠି ଗୋଟିଏ ପାତ୍ର ଗରମ କରି ନେଇଛି, ସେଥିରେ କିଛି ଲୁଣ ଦେଇଦେଇଛି, ତାକୁ ପ୍ରିହିଟ୍ କରିବା ପାଇଁ ଛାଡ଼ି ଦେଇଛି। 1 ଚାମଚ ଭାନିଲା ଏସେନ୍ସ ପକାଇବା, 2 ଚାମଚ ବେକିଂ ପାଉଡର ପକାଇବା, 2 ପିଞ୍ଚ ବେକିଂ ସୋଡା ପକାଇବା। ସବୁକୁ ଭଲ ଭାବରେ ମିକ୍ସ କରିଦେବା। ଦେଖନ୍ତୁ ବ୍ୟାଟରର ଏହିପରି କନସିଷ୍ଟେନ୍ସି ରହିବ। କେକ୍ ଟିନ୍ରେ ଭଲ ଭାବରେ ତେଲ ଗ୍ରୀସ୍ କରିନେବା। ଉପରେ ଟିକେ ମଇଦା ସ୍ପ୍ରେଡ୍ କରିନେଇଛି। ଏବେ ବ୍ୟାଟରକୁ ସେଇଥିରେ ଦେଇଦେବା ଏବଂ ଟିକେ ଟ୍ୟାପ୍ କରିଦେବା। ସଜେଇବା ପାଇଁ ମୁଁ ଏଠାରେ କିଛି କାଜୁ ଖଣ୍ଡ ନେଇଛି। ଏଇଠି ଆମର ପ୍ରିହିଟ୍ କରିଥିବା ବାସନଟି ପୁରା ଭଲ ଭାବରେ ହିଟ୍ ହେଇଯାଇଛି। ସେଥିରେ ଆମେ କେକ୍ ଟିନ୍କୁ ଦେଇକି କଭର କରିଦେବା। କେକ୍ଟି ବେକ୍ ହେବା ପାଇଁ ପ୍ରାୟ 45 ମିନିଟ୍ରୁ 60 ମିନିଟ୍ ସମୟ ଲାଗିଥାଏ। କେକ୍ ହେଲାଣି କି ନାହିଁ ଚେକ୍ କରିନେବା। ଗୋଟେ ଟୁଥପିକ୍ ସାହାଯ୍ୟରେ ମୁଁ ଚେକ୍ କରିନେଲି। ଦେଖନ୍ତୁ କେକ୍ ପୁରା ଆମର ଭଲ ଭାବରେ ହେଇଯାଇଛି। ତାକୁ ବାହାର କରିନେବା। କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଥଣ୍ଡା ହେଇଗଲା ପରେ ଗୋଟେ ପ୍ଲେଟ୍କୁ ବାହାର କରିନେବା। ମୋର ଏଇଠି କେକ୍ ବେକ୍ ହେବା ପାଇଁ ପ୍ରାୟ 45 ମିନିଟ୍ରୁ 50 ମିନିଟ୍ ସମୟ ଲାଗିଲା। ଏହି ସମୟରେ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମରେ ରଖିବେ। ଦେଖନ୍ତୁ କେକ୍ କେତେ ସୁନ୍ଦର ହେଇଛି ଆଉ କେତେ ସଫ୍ଟ ମଧ୍ୟ ହେଇଛି। କେକ୍ଟିକୁ ଏବେ କାଟି ନେବା। ଏହି କେକ୍ଟିକୁ ଆପଣ ଥରେ ଘରେ ନିଶ୍ଚୟ ବନାନ୍ତୁ। ଏହା ବନେଇବା ବହୁତ ହିଁ ସହଜ। ଏହାକୁ ଆପଣ ପିଲାଙ୍କୁ ବ୍ରେକଫାଷ୍ଟରେ କିମ୍ବା ଟିଫିନରେ ମଧ୍ୟ ଦେଇପାରିବେ। ଦେଖନ୍ତୁ କେକ୍ଟି କେତେ ସୁନ୍ଦର ହେଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ଅଲ୍ ଅପସନଟିକୁ କ୍ଲିକ୍ କରିଦିଅନ୍ତୁ।